ଚିକେନ୍ କଷା ସହ ପଖାଳଟା ପୁରା ଜମିଯିବ। ନହେଲେ ରୁଟି, ପରଟା କିମ୍ବା ଗରମ ଭାତ ସହ ମଧ୍ୟ ଆପଣ ଚିକେନ୍ କଷାକୁ ଖାଇପାରିବେ। ଏମିତି ତ କହିଲେ ରେସିପିଟି ପୁରା ସିମ୍ପୁଲ୍, କିନ୍ତୁ କେମିତି ୟୁନିକ୍ ଟେଷ୍ଟ ସହ ଝଟପଟ ହେଇପାରିବ ଆମେ ଚାହାନ୍ତି। ଆଜି ମୁଁ ଇଜି ୱେରେ ଏଇ ରେସିପିଟି ଆପଣଙ୍କ ଆଗକୁ ଆଣୁଛି। ନମସ୍କାର ସାଙ୍ଗମାନେ, ମୁଁ ମୋ ଚ୍ୟାନେଲ୍ ସିଜନ୍ସ ଆଣ୍ଡ ବାଇଟ୍ସକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଚିକେନ୍ କଷା ପାଇଁ ପ୍ରଥମେ ଆମେ ମସଲା ପ୍ରସ୍ତୁତ କରିନେବା, ଯେଉଁଥିରେ ଆମେ ରସୁଣ, ଅଦା, ଗୋଲମରିଚ, ଅଳ୍ପ କିଛି ଡାଲଚିନି ଆଉ ଗୁଜୁରାତିକୁ କିଛି ପାଣି ଦେଇ ସ୍ମୁଥ୍ ବାଟରଟେ ବନେଇ ନେବା। ଏବେ କିଛି ପିଆଜ ନେଇ ତାକୁ ସରୁ ସରୁ କାଟି ନେବା, ଯାହାଫଳରେ କି ପିଆଜ ଗୁଡ଼ିକ ତେଲରେ ଶୀଘ୍ର ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇପାରିବ। ମୁଁ ଏଇଠି କଡ଼େଇକୁ ଗରମ କରି କିଛି ସୋରିଷ ତେଲ ପକାଇଛି। ଆପଣ ଚାହିଁଲେ ରିଫାଇଣ୍ଡ ଅଏଲ୍ ମଧ୍ୟ ନେଇପାରିବେ। ସୋରିଷ ତେଲର କଞ୍ଚା ବାସ୍ନା ଯିବା ପରେ ସେଇଥିରେ ମୁଁ କିଛି ଲବଙ୍ଗ, କିଛି ଗୁଜୁରାତି, ଖଣ୍ଡେ ତେଜପତ୍ର ଆଉ କିଛି ଲଙ୍କାକୁ ସ୍ଲିଟ୍ କରିକି ପକାଇଛି। ତାପରେ କିଛି ପିଆଜକୁ, ଯେଉଁଟାକି ଆମେ ଆଗରୁ ରଖିଥିଲେ, କାଟିକି ତାକୁ ପକାଇବା। ତାକୁ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ ଆମେ ତାକୁ ଭଲସେ କଡ଼େଇରେ ଭାଜିବା। ପିଆଜ ଭଲସେ ଭାଜି ହୋଇସାରିଲା ପରେ ଆମେ ଆଗରୁ ପ୍ରସ୍ତୁତ କରି ରଖିଥିବା ମସଲାକୁ ସେଇଥିରେ ପକାଇବା ଆଉ ଭଲସେ କଷିବା। ତା ସହ ମସଲାରେ ମୁଁ ଏଇଠି କିଛି ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଅଳ୍ପ କିଛି ଲୁଣ ଦେଇ ତାକୁ ଭଲସେ କଷିଛି। କୌଣସି ନନ୍ଭେଜ୍ ଆଇଟମ୍ ହେଉ କିମ୍ବା ଭେଜ୍ ଆଇଟମ୍ ହେଉ, ଆପଣ ଚେଷ୍ଟା କରିବେ ସଦାବେଳେ ମସଲାକୁ ଭଲସେ କଷିବା ପାଇଁ, ଯେମିତିକି ମସଲାର କଞ୍ଚା ବାସ୍ନାଟି ଚାଲିଯିବ। ତା ସହ ସେଇଥିରୁ ଅଏଲ୍ ସେପାରେଟ୍ ହେଇଯିବ। ଯଦି ମସଲା କଷା ଭଲ ହେଇଥିବ, ଆପଣଙ୍କର କୌଣସି ବି ଗ୍ରେଭି ସୁସ୍ୱାଦିଷ୍ଟ ହେବ। ମସଲାରୁ ଅଏଲ୍ ସେପାରେଟ୍ ହେଇଗଲା ପରେ ମୁଁ ରଖିଥିବା ଚିକେନ୍କୁ, ଯେଉଁଟାର ପରିମାଣ ହାଫ୍ କିଲୋ ହେଇଛି, ତାକୁ ଧୋଇକି ମୁଁ ମସଲାରେ ପକାଉଛି। ତା ସହ ଚୋପା ଛଡ଼ା ହୋଇଥିବା ଆଳୁକୁ ସେଇଥିରେ ମଧ୍ୟ ପକାଇ ତାକୁ ଭଲସେ ଭାଜି ନେଉଛି।
समय आपण चाहिए आलू और चिकेन परिमाण देखि लुण पकेबे। मु मसला कषिला बेले लुण पकई देइथिली, सेइथिपाई एही समय आउ लुण पकेइली नाही। आपण चिकेन टी को कषिला बेले ताकू ढांकुणा घोड़े घोड़े कषिबे, जहाँ फल कि तार आइंस पानीटी बाहरी जीवो आ शेष से आइंस पानीटी मरीजिवो। ढांकुणा देई कषिला बेले गैस रो फ्लेम को आमे लो रे रखिबा आ ताकू मझिरे मझिरे ढांकुणा खोली कषिबा। कषिबा भितरे आमे देखिबा किछि समय परे तार आइंस पानी धीरे धीरे बाहरुछि। एही समय मु किछि जीरा गुंड, धनिया गुंड ता सह गरम मसला गुंड को पकई भल से पुणी ताकू कषि नेइछि। एई पॉइंट रे आपण देखि पारुथिबे पूर्ण रूप रे चिकेन रू समस्त आइंस पानी बाहरी जाइछि आ सेई आइंस पानी रे चिकेन और आलू मध्य सिझी जाइछि। आपण कोनोसी चामच पिठा कड़िका यूज करिकी आपण आलू सिझिछि कि नाही चेक करि पारिबे। जेहेतु एटी चिकेन कषा सेइथिपाई आपण चेष्टा करिवे ताकू कषा रखिया पाई, ग्रेवी बिल्कुल रखिबे नाही, पूरा सुखा सुखा आइटम टी जेमती रहिबो। ता सह मु एठी किछि धनिया पत्र को टेस्ट एनहांस करिया पाई पकई देइछि। एबे प्रस्तुत होई जाइछि आमर देसी स्टाइल ले चिकेन कषा, जोटा कि इजी सिंपल और झटपट रेसिपी। भल लागिले चैनल टी को सब्सक्राइब, लाइक एंड वीडियो टी को शेयर करिवे।